ମୁଁ ଆଷ୍ଟ୍ରୋଲୋଜର ସନ୍ଧ୍ୟା ରଥ। ଜାତକରୁ ଆମେ କେଉଁ ଭାବରୁ କ'ଣ ଜାଣିବା? ପ୍ରତ୍ୟେକ ବ୍ୟକ୍ତିର ଜାତକରେ ଲଗ୍ନ ଠାରୁ ଆରମ୍ଭ କରି 12ଟି ଭାବ ଥାଏ। 1, 5, 9 ଏ ତିନୋଟି ଭାବକୁ ଆମେ ଧର୍ମ ତ୍ରିକୋଣ କହିଥାଉ। 2, 6, 10କୁ ଅର୍ଥ ତ୍ରିକୋଣ କହିଥାଉ। 3, 7, 11 ଭାବକୁ କାମ ତ୍ରିକୋଣ କହିଥାଉ। 4, 8, 12 ଭାବକୁ ମୋକ୍ଷ ତ୍ରିକୋଣର ଆଖ୍ୟା ଦିଆଯାଇଥାଏ। ତେଣୁ ଗୋଟେ ବ୍ୟକ୍ତିର ପର୍ସନାଲିଟି କିଭଳି ଘଟିବ ତାହା ଲଗ୍ନ, ପଞ୍ଚମ ଓ ନବମ ଭାବରେ ଥିବା ଗ୍ରହ ଠାରୁ ବୁଝାପଡ଼େ। ଯଦି ଏହି ତିନୋଟି ଭାବରେ ଶୁଭ ଗ୍ରହ ଥାଏ ତାହେଲେ ବ୍ୟକ୍ତିର ପର୍ସନାଲିଟି ବହୁତ ଭଲ ରହେ। ଦ୍ୱିତୀୟ କଥା ହେଲା, ଜଣେ ଜୀବନରେ କେତେ ଅର୍ଥ ରୋଜଗାର କରିବ ତାହା ଅର୍ଥ ତ୍ରିକୋଣରୁ ଜଣାପଡ଼େ। 2, 6, 10 ହେଲା ଅର୍ଥ ତ୍ରିକୋଣ। ଏହି ଅର୍ଥ ତ୍ରିକୋଣରେ ଥିବା ଗ୍ରହମାନଙ୍କର ଯଦି ପରସ୍ପର ସମ୍ବନ୍ଧ ଥାଏ ଓ ଶୁଭ ଗ୍ରହ ଥାନ୍ତି ତାହେଲେ ସେମାନେ ଜୀବନରେ ବହୁତ ଅର୍ଥ ରୋଜଗାର କରନ୍ତି। 3, 7, 11 ହେଲା କାମ ତ୍ରିକୋଣ। ଏଥିରୁ ବିଜନେସ୍ ଜଣାପଡ଼େ। ଜଣେ ବ୍ୟକ୍ତିର ଇଚ୍ଛା ପୂର୍ତ୍ତି କିଭଳି ହୁଏ ଜୀବନରେ ତାହା ମଧ୍ୟ ଜଣାପଡ଼େ ଓ ପାରିପାର୍ଶ୍ୱିକ ପରିସ୍ଥିତି ମଧ୍ୟ 3, 7, 11 ଭାବରୁ ଜଣାପଡ଼େ। 4, 8, 12 ଭାବ ହେଉଛି ପ୍ରଫେସନର ଭାବ। ଜୀବନରେ ଜଣେ କ'ଣ ପ୍ରଫେସନ୍ ଗ୍ରହଣ କରିବ ତାହାର 4, 8, 12 ଭାବରୁ ଜଣାପଡ଼େ। ଏହା ଛଡ଼ା ଏହା ମୋକ୍ଷ ତ୍ରିକୋଣ ଅନ୍ତର୍ଗତ। ତେଣୁ 4, 8, 12ରେ ଥିବା ଗ୍ରହଠାରୁ ଜୀବନର ଅନ୍ତିମ ଗତି ଜଣଙ୍କର କିଭଳି ହେବ ତାହା ଆମେ ଜାଣିପାରୁ।